ଜୟ ଜଗନ୍ନାଥ ସାଙ୍ଗମାନେ। ତ ବହୁତ ଦିନ ପରେ ମୁଁ ଆଜି ଆସିଛି ଆମ ବଗିଚାକୁ। ମୁଁ ତ ସବୁବେଳେ ଆସେନି, ତ ଆସନ୍ତୁ ଦେଖିବା ଆଜି ଆମ ବଗିଚାରୁ କ'ଣ ଆମେ ତୋଳୁଛୁ। ତ ଫାଷ୍ଟ ଆମେ ଏଠି ତୋଳିଥିଲୁ କିଛି ବାଇଗଣ। ଆକ୍ଚୁଆଲି କିଛି ନାହିଁ, ଆମେ ଆଜି ବହୁତ ସାରା ବାଇଗଣ ତୋଳି ଦେଇଛୁ, କାହିଁକିନା ବାଇଗଣ ଗଛରେ ଟିକେ ପୋକ ଲାଗିଯାଇଛି। ତ ବାଇଗଣ ସବୁ ପୋକରା ହେଇଯାଉଛି, ତ ସେଥିପାଇଁ ଆମ ଗଛରେ ଆକ୍ଚୁଆଲି ଆଜି ମେଡ଼ିସିନ ପକା ହେବାର ଥିଲା। ତ ସେଥିପାଇଁ ଯେତିକି ବି ବାଇଗଣ ହେଇଯାଇଥିଲା ବନିଯାଇଥିଲା, ଆମେ ଆଜି ସବୁ ବାଇଗଣ ନେଇ ଆସିଥିଲୁ। କାହିଁକିନା କିଛି ଦିନ ପାଇଁ ମେଡ଼ିସିନ ଲାଗିଲେ ତ ଆଉ ତୋଳିବୁନି କି ଖାଇବୁନି ନା, ତ ସେଥିପାଇଁ ଆଜି ବହୁତ ସାରା ବାଇଗଣ ଏକା ସାଙ୍ଗେ ଆମେ ନେଇ ଆସିଥିଲୁ। ତାପରେ ଦେଖନ୍ତୁ ସାଙ୍ଗମାନେ, ଏଠି କିଛି କଲରା ବାହାରିଥିଲା ଆଜି ଆମ ବଗିଚାରୁ। ହାଫ୍ କେଜି ଖଣ୍ଡେ କଲରା ବାହାରି ଯାଇଥିଲା। ପାଳିରୁ ତୋଳିକି ପରିବା ଖାଇବାର ମଜାଟା ନା ସାଙ୍ଗମାନେ କିଛି ଅଲଗା। ଆକ୍ଚୁଆଲି ଦେଖିଲେ ହିଁ ବହୁତ ଖୁସି ଲାଗୁଛି। ଆଉ ମୋତେ ତ ତୋଳିଲା ବେଳେ ବହୁତ ଖୁସି ଲାଗୁଥିଲା, କାହିଁକିନା ମୁଁ କେବେ ଏମିତି ଆମ ଘରେ ତ ଏ ବଗିଚା ଫଗିଚା ହୁଏନି। ତ ଏଇଠି ଆସିକି ଦେଖିକି, ସବୁବେଳେ ବି ମୁଁ ଯାଇପାରେନି ବଗିଚାକୁ, ସକାଳୁ ଟିକେ ରୋଷେଇ ରୁହେ। ତ ଯେଉଁଦିନ ଏମିତି ସଣ୍ଡେ କି ସଟର୍ଡ଼େ ଫ୍ରି ଥିଲେ ମୁଁ ଯାଏ। ତ ଫାଷ୍ଟ ଆମେ ତୋଳିଦେଲୁ ବାଇଗଣ, ଦେନ୍ କିଛି କଲରା ତୋଳିଲୁ। ତାପରେ ଏବେ ଦେଖନ୍ତୁ ସେମାନେ ବନ୍ଧାକୋବି ଟିକେ ତୋଳିଲୁ। ତ ଘରେ ବନ୍ଧାକୋବି ନଥିଲା, ବାଡ଼ିରେ ତ ଅଛି, ତ ବେଶୀ ଏକାଥରେ ଆଣିକି ଆମେ ରଖୁନି। ତ ଯେତେବେଳେ ସରିଯାଏ କି ଯେଉଁଦିନ ଆଣିବାର ଥାଏ, ତ ଆମେ ଯାଇକି ବାଡ଼ିରୁ ନେଇ ଆସୁ। ତ ଦୁଇଟା ଖଣ୍ଡେ ବନ୍ଧାକୋବି ତୋଳିଲୁ। ତାପରେ ଏଠି ଆମେ କିଛି ଟମାଟୋ ତୋଳିଲୁ। ବହୁତ ସାରା ଟମାଟୋ ଆଜି ପାଚି ଯାଇଥିଲା ସାଙ୍ଗମାନେ। ଗଛ ଟିକେ ଟିକେ ମରି ଆସିଲାଣି, ତ ସବୁ ଟମାଟୋ ବହୁତ ସାରା ପାଚିଗଲାଣି। ଆଜି ଟିକେ ଅଧିକା ଟମାଟୋ ଆମେ ତୋଳିଥିଲୁ। ଆଉ ତାପରେ ଦେଖନ୍ତୁ ସାଙ୍ଗମାନେ, ଏତିକି ପରିବା ଆଜି। ତ ମକା ବି ତୋଳିଥିଲୁ, ଏଇଟା ମୁଁ ଭିଡ଼ିଓରେ ସେୟାର କରିନି। ମକା, ଛୁଇଁ କେତେଟା ହେଇଥିଲା, ଶାଗ, ଶିମ୍ବ, ଏମିତି ବହୁତ ସାରା ପରିବା ଆଜି ତୋଳା ହେଇଥିଲା ସାଙ୍ଗମାନେ। ଦେଖନ୍ତୁ, ମୋତେ ତ ବହୁତ ଖୁସି ଲାଗୁଛି। ଯଦି ଆପଣମାନଙ୍କୁ ଖୁସି ଲାଗୁଛି ତ ଭିଡ଼ିଓଟିକୁ ଲାଇକ୍ କରିବେ, ସେୟାର କରିବେ।